ରାଜସ୍ଥାନ ଭ୍ରମଣର ଷଷ୍ଠ ଦିନ ଥିଲା ଆମ ପାଇଁ ଆହୁରି ଏକ ଚ୍ୟାଲେଞ୍ଜିଂ ଦିନ। ସକାଳୁ ସକାଳୁ ଝିପିଝିପି ବର୍ଷା ହେଉଥିଲା। ପାଗ ବି ଥିଲା ବାଦଲ ଆଚ୍ଛାଦିତ। ମାଉଣ୍ଟ ଆବୁ ଅଭିମୁଖେ ଚାଲିଲା ଆମର ଗାଡ଼ି। ଓମ୍ ଶାନ୍ତି ଭବନ, ଅର୍ବୁଦା ମାତା ଶକ୍ତିପୀଠ, ଦିଲବାରା ମନ୍ଦିର ବୁଲିଲା ବେଳେ ଝିପିଝିପି ବର୍ଷା ମଧ୍ୟ ହେଉଥିଲା। ସେଠାରେ କିଛି ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଲା। ଯେଉଁ ତେନ୍ତୁଳି କଷି ଶୁଖିଗଲେ ଫିଙ୍ଗି ଦିଆଯାଏ, ତାହା ସେଠି ଦନା ପିଛା 30 ଟଙ୍କାରେ ବିକ୍ରି ହେଉଥିଲା। ମୁଁ ଆଶ୍ଚର୍ଯ୍ୟ ହୋଇ ଫଟୋଟା ଉଠାଇ ଆଣିଲି। କଥାରେ ଅଛି ନା, ଯେ ଦେଶ ଯାଇ ସେ ଫଳ ଖାଇ। 1.5 ଫୁଟ ଲମ୍ବର କାକୁଡ଼ି ଆଉ ବିକ୍ରି ହେଉଥିବା କିଛି ଗୁଳ୍ମ କିଣି ଆଣିଥିଲୁ ସାଥିରେ। ଏଇ ଗୁଳ୍ମଗୁଡ଼ିକ ଶୁଖିଲା ଦିଶୁଥିଲେ ବି ପାଣିରେ ପକାଇଦେଲେ ସତେଜ ହୋଇ ଉଠେ। ତାପରେ ଗାଡ଼ି ଚାଲିଲା ଆରାବଳୀ ପର୍ବତ ଶୃଙ୍ଖଳାର ଉଚ୍ଚତମ ଶୃଙ୍ଗ ଗୁରୁ ଶିଖର ଅଭିମୁଖେ। ରାସ୍ତାରେ ପଥର ଦେହରେ ପ୍ରାକୃତିକ ଭାବରେ କିଛି ଅଜବ ଆକୃତି ଆଶ୍ଚର୍ଯ୍ୟାନ୍ୱିତ କରୁଥିଲା। ପାହାଡ଼ର ଅଙ୍କା ବଙ୍କା ସର୍ପିଳ ସଡ଼କରେ ଘନ ବାଦଲର ଛାତିକୁ ଚିରି ଆମ ଗାଡ଼ି ବଢ଼ୁଥିଲା ଉଚ୍ଚରୁ ଉଚ୍ଚକୁ। ଗୁରୁ ଶିଖରରେ ପହଞ୍ଚିବା ପରେ ଗୋଟିଏ ଛୋଟ ଗୁମ୍ଫାରେ ପଶି ସିପୁନ ଫଟୋ ଉଠାଇଲା। ତାପରେ ସମସ୍ତେ ପାଦରେ ଚାଲି ଚାଲି ଆମେ ସମ୍ପୂର୍ଣ୍ଣ ଶିଖରକୁ ଚଢ଼ି ବାଦଲ ଭିତରେ ପହଞ୍ଚିବାର ଅନେକ ସ୍ମୃତିକୁ ସାଇତି କରି ରଖିଥିଲୁ। ଭୋକ ଲାଗିବାରୁ 10 ଟଙ୍କିଆ ମ୍ୟାଗିକୁ 60 ଟଙ୍କା ଲେଖାଏଁ ଦେଇ ସେହି ପାହାଡ଼ ଶୀର୍ଷରେ ପେଟ ପୂଜା କରି ଫେରି ଆସିଥିଲୁ ହୋଟେଲକୁ। ଫେରିଲା ବେଳେ ହନୁମାନେ ଧାଡ଼ିରେ ବସି ଆମକୁ ବିଦାୟ ଦେଉଥିଲେ। ଆବୁ ରୋଡ଼ରେ ପହଞ୍ଚି ଗୋଟିଏ ମେକ୍ସିକାନ ପିଜାକୁ ଆମେ ସମସ୍ତେ ମିଶି ଲହୁଲୁହାଣ କରି ପକାଇଲୁ।